ମାଗିଆ ଚାରିଟା କଣ୍ଟାରେ ପିଟିକି ଚଢି ପିନ୍ଧିକି ଟଙ୍ଗେଇ ଦେଇଛନ୍ତି ସେଇଥିରେ ମାଗିଆ କେତେ ଗର୍ବ କରୁଛ ତାହେଲେ ଆମ ଭଗବାନ କାଇରୁ କାଇଁ କିସ ବ୍ୟକ୍ତି ଯୀଶୁଙ୍କର ମଜାକ ଉଡେଇଲା ପରେ ଏହି ବ୍ୟକ୍ତିଙ୍କ ସହ ଆଗକୁ କଣ ହିଁ ଅଛି ତାହା ସେ ନିଜେ କହିବେ। ମୁଁ ତ ବାସ୍ ଆପଣଙ୍କ ସମ୍ମୁଖରେ ସେହି ଭିଡ଼ିଓ ଦେଖେଇବା ପୂର୍ବେ ଏହି ବିଷୟକୁ ନେଇ କିଛି କହିବା ପାଇଁ ଚାହେଁ। ଏମିତି ହିଁ ଏହି ଭାଇଙ୍କ ପରି ଅଜାଣତରେ ଅନେକ ଲୋକ ଜୀବିତ ପରମେଶ୍ୱରଙ୍କୁ ଆଙ୍ଗୁଳି ଉଠାଇ କଥା କହିଛନ୍ତି। ଜୀବିତ ପରମେଶ୍ୱରଙ୍କ ଲୋକଙ୍କ ବିଷୟରେ ସେମାନେ ବିରୋଧରେ ଭିଡ଼ିଓ କରିଛନ୍ତି। ମୁଁ ଆରମ୍ଭରୁ କହି ଆସିଅଛି, ଯେଉଁମାନେ ଯୀଶୁଙ୍କ ବିରୁଦ୍ଧରେ ଭିଡ଼ିଓ ପୋଷ୍ଟ କରିଛ, ଯୀଶୁଙ୍କୁ ନେଇ ଗାଳିଗୁଲଜ କରିଛ, ଦେଖ ପ୍ରଭୁ ଯୀଶୁ କେବେ ତୁମମାନଙ୍କୁ ଛାଡ଼ିବେ ନାହିଁ। ସମୟ ଅଛି, ଯଦି ଆପଣ ନିଜର ଭୁଲକୁ ମାନି ଆପଣମାନେ ଗୁପ୍ତ କୋଠରୀରେ ହଉ କିମ୍ବା ଜଣେ ଆପଣ ପ୍ରାର୍ଥନା କରିବେ, ଯୀଶୁଙ୍କୁ କ୍ଷମା ମାଗିବେ, ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ କ୍ଷମା ଦେବେ। କାରଣ ପବିତ୍ର ଶାସ୍ତ୍ର ବାଇବେଲ କୁହେ, ସଦାପ୍ରଭୁ ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର ଓ ଅତ୍ୟନ୍ତ ଦୟାଳୁ। ସେ ଦୟା କରିବାରେ ବହୁତ ପସନ୍ଦ କରନ୍ତି ଏବଂ ସେ କ୍ରୋଧ କରିବାରେ ବହୁତ ଧୀର କରନ୍ତି। କିନ୍ତୁ ଏହି ବିଷୟ ଜାଣି ରଖନ୍ତୁ, ପ୍ରଭୁଙ୍କ ବିରୁଦ୍ଧରେ ଯାଇକି ଯୀଶୁଙ୍କ ବିରୁଦ୍ଧରେ ଆପଣ କେବେ ବଞ୍ଚି ପାରିବେ ନାହିଁ କିମ୍ବା ଆପଣ କେଉଁଠି ବି ଲୁଚି ପାରିବେ ନାହିଁ। ତାହାର ଜବାବ ପ୍ରଭୁ ନିହାତି ଦେବେ। ପରମେଶ୍ୱର ଶୁଅନ୍ତି ନାହିଁ, ନିଦ୍ରା ଯାଆନ୍ତି ନାହିଁ, କି ସେ ବେହେରା ନୁହନ୍ତି କି ଆପଣଙ୍କର କଥାକୁ ଶୁଣି ପାରୁନାହାନ୍ତି, ନା ସେ ଶୋଇଛନ୍ତି ଯେ ଆପଣଙ୍କର କଥାକୁ ମାଇଣ୍ଡ କରୁନାହାନ୍ତି। ଜାଣି ରଖନ୍ତୁ, ପରମେଶ୍ୱର ଆପଣଙ୍କୁ ଜବାବ ଦେବେ। ଏହି ବ୍ୟକ୍ତି ଜଣକୁ କ'ଣ କହୁଥିଲେ, ତମ ଯୀଶୁଙ୍କୁ 4ଟି କଣ୍ଟାରେ ମାରିଲେ, ତମ ଯୀଶୁଙ୍କୁ ଚଢ଼ି ପିନ୍ଧେଇକି ଟଙ୍ଗେଇଲେ। କ'ଣ ଏହି ବ୍ୟକ୍ତିମାନେ ତାହା ଜାଣି ଜାଣି କହୁଛନ୍ତି? ଦେଖ, ଏମାନେ ଯୀଶୁଙ୍କ ବିଷୟରେ କିଛି ଜାଣିନାହାନ୍ତି, ବାଇବେଲ ପଢ଼ିନାହାନ୍ତି, ତେଣୁ ଯୀଶୁଙ୍କ ବିରୁଦ୍ଧରେ ଯାଉଛନ୍ତି। କିନ୍ତୁ ଯୀଶୁଙ୍କ ବିରୁଦ୍ଧରେ ଯାଉଥିବା ଲୋକଙ୍କୁ ପ୍ରତ୍ୟେକଙ୍କୁ ପରମେଶ୍ୱର ଜବାବ ଦିଅନ୍ତି। ଏବେ ଚାଲ ତାଙ୍କର ଆଉ ଗୋଟେ ଭିଡ଼ିଓ ଦେଖ। ଆସିକି ଆମ ଘର ଭାଙ୍ଗିଦେବେ ଏଇଭଳିଆ ସରକାର, ଯାହାକୁ ଆମେ ବର୍ଷାରେ ବୁଟ ଦେବା, ଯିଏ କହିବ ଆମ ଦୁଃଖ ସୁଖର ଠିଆ ହବ, ସିଏ ଆଜି ଆମ ଘର ଭାଙ୍ଗୁଛୁ, ଆମ ଘର ସାଇନ୍ କରିଛି ଆମ ଘର ଭାଙ୍ଗିବା ପାଇଁ। ଏଇଭଳିଆ ସରକାରକୁ ଆମେ ବୁଟ ଦେବା ଆଉ ତଳି ତଳାନ୍ତ ହେଇଯିବା ପୁରା। ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କର ଭାଇମାନେ। ଥିଲେ ତ ଏବେ ସରକାର ତାଙ୍କର ଘର ଭାଙ୍ଗି ଦେଉଛି। ଯେଉଁ ସରକାର ନାମରେ ମାନେ ଚିତ୍କାର କରୁଥିଲେ, ଆମର ସରକାର ଜିତିଲା, ଆମର ସରକାର, ସେ ସରକାର ଏମାନଙ୍କର ଘର ଭାଙ୍ଗିଲା। ଜବାବ ମିଳିଲା ନା? ଯୀଶୁଙ୍କୁ ମଜାକ ଉଡ଼େଇବା କେତେ ମହଙ୍ଗା ପଡ଼ିବ ତାହା ଜାଣିଛନ୍ତି? ଏହି ପିଲାମାନେ ପୁଣି ବଜରଙ୍ଗ ଦଳର। କାହିଁ ବଜରଙ୍ଗ ଦଳ ଭାଇମାନେ ସେଠାକୁ ଆସିକି ଠିଆ ହେଇପାରିଲେନି, ଲଢ଼ିଲେନି କେତେ ପାଇଁ? ସେଥିପାଇଁ ମୁଁ କହୁଛି, ଜୀବିତ ପରମେଶ୍ୱରଙ୍କ ବିରୁଦ୍ଧରେ ଯିଏ ଯିବ ସିଏ ନିହାତି ଜବାବ ପାଇବ। ଆଜି ଏମିତି ଅନେକ ପିଲା ଅଛନ୍ତି, ମୁଁ ସମୟ ଏବେ ମଧ୍ୟ ଦେଉଅଛି, ମୁଁ ଚେତାବନୀ କିମ୍ବା ୱାର୍ଣ୍ଣିଂ ଦେଉନାହିଁ, ଏହା ପ୍ରେମର ସନ୍ଦେଶ ଅଟେ। ପ୍ରଭୁ ଯୀଶୁ ଆମକୁ କ୍ରୋଧ କରିବା ପାଇଁ, କାହାର ପ୍ରତିଶୋଧ ନେବା ପାଇଁ କୁହନ୍ତି ନାହିଁ, କିନ୍ତୁ ସେ ପ୍ରତିଶୋଧ ନିଅନ୍ତି, ସେ ହିଁ ଜବାବ ଦିଅନ୍ତି। ଆମେ ଜଷ୍ଟ ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଅଛୁ, କାରଣ ଆମେ ତୁମକୁ ପ୍ରେମ କରୁଅଛୁ। ପ୍ରଭୁ ଆମକୁ ପ୍ରେମ କରିବା ପାଇଁ କହିଅଛନ୍ତି। ଆମର ଭାଇ ହିସାବରେ ଆପଣଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛୁ। ଏହି ଭିଡ଼ିଓ ଏହି ଭାଇଙ୍କୁ ବେଇଜ୍ଜତି କରିବା ପାଇଁ ନୁହେଁ। ଆଗକୁ ଏହି ପ୍ରକାର ଯେଉଁମାନେ ଯୀଶୁଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନ ବିରୁଦ୍ଧରେ ଯାଉଛ, ସେମାନଙ୍କୁ ଏମିତି ହିଁ ଜବାବ ମିଳିବ, ଆଉ ସେମାନେ ଏମିତି ହିଁ ଜବାବ ପାଇବେ, ଆଉ ସେହି ଜବାବ ପ୍ରଭୁ ଦେବେ। ସେଇଥିପାଇଁ କହୁଛି, ଆମର ପ୍ରଭୁ କୌଣସି ମୂର୍ତ୍ତି ନୁହନ୍ତି, ପଥର ନୁହନ୍ତି, କି ସେ ନିଦ୍ରା ଯାଆନ୍ତି ନାହିଁ। ସେ ଦିବାରାତ୍ର ମାନଙ୍କର ପ୍ରାର୍ଥନାକୁ ଶୁଣନ୍ତି, ଜାଗି ରୁହନ୍ତି। ସେ ସତ୍ୟ ପରମେଶ୍ୱର ଅଟନ୍ତି, ସେମାନଙ୍କର ପ୍ରାର୍ଥନାକୁ ଶୁଣନ୍ତି। କିନ୍ତୁ ତୁମେ ନ ଜାଣି ଯୀଶୁଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନ ବିରୁଦ୍ଧରେ କହିକି କ'ଣ ପାଉଛ? ପବିତ୍ର ଶାସ୍ତ୍ର ବାଇବେଲ କୁହେ, ମନୁଷ୍ୟ ଯାହା ବୁଣିବ ତାହା କାଟିବ। ଆଜି ଏ ଭାଇଙ୍କ ସହିତ ଏକ୍ଜାକ୍ଟ ସେମ୍ ହେଲା। ଯୀଶୁଙ୍କ ବିରୁଦ୍ଧରେ କଲେ, ପରିଣାମ ପାଇଲେ। ତାଙ୍କର ଘର ସରକାର ଭାଙ୍ଗୁଅଛି। ଆକ୍ଚୁଆଲି ତାଙ୍କ ଘର ସରକାର ଭାଙ୍ଗିଲା ବୋଲି ଆମେ ଖୁସି ନୁହେଁ। କିନ୍ତୁ ଦେଖ, ମନୁଷ୍ୟ ଯାହା ବୁଣିବ ତାହା କାଟିବ। ଆମେମାନେ ପ୍ରାର୍ଥନା କରିବା, ଏହି ପ୍ରକାର ଲୋକମାନେ ସତ୍ୟ ଓ ଜୀବିତ ପ୍ରଭୁଙ୍କୁ ଜାଣନ୍ତୁ। ଦିନେ ମୁଁ ମଧ୍ୟ ଏମିତି ଯୀଶୁଙ୍କର ମଜାକ କରୁଥିଲି, ଥଟ୍ଟା କରୁଥିଲି, ପରିହାସ କରୁଥିଲି। ଆଉ ଆଜି ମୁଁ ଯୀଶୁଙ୍କୁ ଜାଣି ମୁଁ ସେଇ ଜୀବିତ ପରମେଶ୍ୱରଙ୍କର ସାକ୍ଷ୍ୟ ଦେଉଅଛି। ସମୟ ଅଛି, ବାଇବେଲ ପଢ଼ନ୍ତୁ, ଯୀଶୁଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ତାପରେ ଆପଣ ଯୀଶୁଙ୍କ ବିରୁଦ୍ଧରେ କହିବା ପାଇଁ କେବେ ସାହସ କରିବେ ନାହିଁ। ସୋ ଫାଇନାଲି ଏ ଭିଡ଼ିଓ ପ୍ରତ୍ୟେକଙ୍କୁ ସେୟାର କରନ୍ତୁ, ଖ୍ରୀଷ୍ଟିଆନ ବିରୋଧୀମାନଙ୍କ ପାଖକୁ ପହଞ୍ଚାନ୍ତୁ। ସେମାନେ ଜାଣିବା ଦରକାର ଯୀଶୁ କିଏ। ଆଗାମୀ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସେ ପର୍ଯ୍ୟନ୍ତ ଆପଣ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।